ମାଙ୍କ ଋଣ ଟଙ୍କା ଶୁଝି ନ ପାରିବାରୁ ଗାଁ ଦାଣ୍ଡରେ ଝିଅକୁ ନିସ୍ତୁକ ମାଡ଼। ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗଣିଜାଙ୍ଗ ପଞ୍ଚାୟତ ଅରଞ୍ଜି ଗାଁରେ। ସୂଚନା ଅନୁଯାୟୀ ଗାଁର ମନୋରମା ମହାପାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିଲେ। ଗ୍ରୁପ୍ରୁ 70,000 ଟଙ୍କା ଋଣ ଆଣିଥିଲେ, କିନ୍ତୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ଋଣର କିସ୍ତି ଟଙ୍କା ବାବଦକୁ ତାଙ୍କ ଝିଅ ପ୍ରତି ମାସରେ 2830 ଟଙ୍କା ଶୁଝୁଥିଲେ, କିନ୍ତୁ ନିୟମ ଅନୁଯାୟୀ ସଦସ୍ୟଙ୍କ ମୃତ୍ୟୁ ପରେ ଇନ୍ସୁରାନ୍ସ ଥିଲେ ଆଉ କିସ୍ତି ଜମା କରିବା ଆବଶ୍ୟକତା ନାହିଁ। ତା ସତ୍ତ୍ୱେ ଗ୍ରୁପ୍ର ସଦସ୍ୟମାନେ ବାରମ୍ବାର କିସ୍ତି ମାଗିଥିଲେ। ଝିଅ ମନା କରିବାରୁ ଘର ସମ୍ମୁଖରେ ଗ୍ରୁପ୍ ସଦସ୍ୟ ଓ ସେମାନଙ୍କ ପରିବାର ଲୋକେ ଉତ୍ତେଜିତ ହୋଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଝିଅ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଅନ୍ୟପଟେ ଘଟଣା ବାବଦରେ ଅପରପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁନାହିଁ। ମୁଁ ତାଙ୍କୁ କହିଲି ଯେ ତମେ ଦି ଜଣ ଯିଏ ବି ହେଲେ ମୋ ସହିତ ଚାଲ ଟିକେ ବ୍ୟାଙ୍କର କଥା ହେବା। ସିଏ କିନ୍ତୁ ରାଜି ହେଲେନି। ଆମେ କ'ଣ ପାଇଁ ବ୍ୟାଙ୍କ ଯିବୁ ଏ କରିକି ମୋତେ ବି ଖରାମରା ଭାଷା କରିକି କଲେ। ମୁଁ ବି ଆଉ କିଛି କହିଲିନି। ତାପରେ ଦିନ ଯେତେବେଳେ ସିଏ କେସ୍ କରିବା ପାଇଁ ଗଲେ, ମୁଁ ବି କେସ୍ ପକେଇଲି। କେସ୍ ପକେଇଲା ପରେ ତାପରେ ଦିନ ସକାଳେ ଯେତେବେଳେ ମୋ ଭଉଣୀକି ମାରିବା ପାଇଁ ଗଲେ, ଯେମିତି ପାଟି ଶୁଭିଲା, ମୁଁ ସେଇପଟେ ବାଟରେ ଯାଉଥିଲି। ମୋତେ ସେଇଠୁ ତାଙ୍କ ସ୍ତ୍ରୀ ଲୋକ ପୁରୁଷ ଲୋକ ଖରାମରା ଭାଷା କହିକି କହିଲେ ଯେ ତମ ଦି ଭଉଣୀକି ନଙ୍ଗଳା କରି ଭିଡ଼ିଓ କରିମୁ, ଇଏ କରିମୁ, ସିଏ କରିମୁ। କିନ୍ତୁ ଯେହେତୁ ମୋତେ ଏଇଭଳିଆ କଲେ 20 ଜଣ ସ୍ତ୍ରୀ ଲୋକ ଯେତେବେଳେ ମୋତେ ମାଣ୍ଡି ବସିଲେ, ତ ମୁଁ ଯାହାକୁ ହେଲେ ତ ଧରିମି ନା। ତ ମୁଁ ବି କିଛି ବି କରିପାରିଲିନି। ଯଦି ମୋ ବଡ଼ ମା ବି ଯାଇକି ଧଇଲେ ଯେ ତାକୁ ମାରୁଛ କ'ଣ ପାଇଁ, ଏମିତି ଇଏ କରୁଛ। ବଡ଼ ମାକୁ ବି ମାରିଲେ, ଦୁନିଆ କଥା କହିଲେ ତୁ କିଏ ସେ ତାଙ୍କୁ ଆସିକି ମାରି। ସିଏ କହିଲେ ଆମ ଛୁଆଟାକୁ ତମେ ମାରିଦେବ କି? ଆମ ଘରେ ପୁରା ସାମ୍ନାରେ ଘରୁ ବସିକି ଯାଇକି ମାରୁଛନ୍ତି।